କାଳିଆ ଯୋଜନା ହିତାଧିକାରୀଙ୍କ ପାଇଁ ଆସିଲା ଖୁସି ଖବର। ପିଏମ୍ କିଷାନ ଯୋଜନା ହିତାଧିକାରୀଙ୍କ ପାଇଁ ମଧ୍ୟ ଖୁସି ଖବର। ଦୁଇଟାଙ୍କ ଖବର ଜାଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁକରି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଜମା ବି ସ୍କିପ୍ କରିବେନି, ନହେଲେ ଆପଣମାନେ ବୁଝିପାରିବେନି। ଆସନ୍ତା ଫେବୃଆରୀ ମାସରେ ମିଳିବାକୁ ଯାଉଛି କାଳିଆ ଯୋଜନାର ପରବର୍ତ୍ତୀ ସହାୟତା। ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ ଆଉ ଲାଇକ୍ କରନ୍ତୁ। ଚାଲନ୍ତୁ ଦେଖିବା ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଅଟେ। ଦେଖନ୍ତୁ, ରାଜ୍ୟ ସରକାର ଘୋଷଣା କରିଛନ୍ତି ଆଗାମୀ ନିର୍ବାଚନ ଆସୁଥିବାରୁ ଏବେ ଫେବୃଆରୀ ମାସ 28 ତାରିଖରେ କାଳିଆ ଯୋଜନା ସହାୟତା ରାଶି ପ୍ରଦାନ କରାଯିବ। ଏଥିରେ ଭୂମିହୀନ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ସଭିଙ୍କୁ ଏକା ସାଙ୍ଗରେ କିସ୍ତି ପ୍ରଦାନ କରାଯିବ। ତା ସହିତ ଆଉ ଏକ ରାଜ୍ୟ ସରକାର ଘୋଷଣା କରିଛନ୍ତି, ଯଥାଶୀଘ୍ର KYC କରିନିଅନ୍ତୁ। ବ୍ୟାଙ୍କରେ ଯାଇକି ଆଧାର ଲିଙ୍କ କରିଦିଅନ୍ତୁ। ଆଧାର ସେଟିଂ ନ କଲେ ଆପଣଙ୍କ ବ୍ୟାଙ୍କକୁ ଟଙ୍କା ଆସିବ ନାହିଁ। ତେଣୁ ଯଥାଶୀଘ୍ର ଯାଇକି ଏହାର KYC କରିନିଅନ୍ତୁ। ପରବର୍ତ୍ତୀ ଖବର ରହୁଛି କିଷାନ ଯୋଜନାକୁ ନେଇ ଦେଖନ୍ତୁ। କିଷାନ ଯୋଜନା ବି ଫେବୃଆରୀ 28 ତାରିଖରେ ଘୋଷଣା ସରିଛି। ଏହା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ନିର୍ବାଚନକୁ ଆଖିରେ ରଖି ଏହାକୁ ଫେବୃଆରୀ 28 ତାରିଖରେ ପରବର୍ତ୍ତୀ ସହାୟତା ରାଶି ପ୍ରଦାନ କରିବେ। ଏହାକୁ ବଢ଼ାଇକି 6,000 ବାର୍ଷିକ ପାଉଥିବା ବେଳେ ଏବେ 8,000 କରିଦିଆଯାଇଛି। ସବୁ ପିଏମ୍ କିଷାନ ହିତାଧିକାରୀମାନଙ୍କୁ ଜଣାଇ ଦିଆଯାଉଛି କି ଯଥାଶୀଘ୍ର ଜନସେବା କେନ୍ଦ୍ର ହେଉ କିମ୍ବା ମୋ ସେବା କେନ୍ଦ୍ର ହେଉ KYC କରିନିଅନ୍ତୁ ଯଥାଶୀଘ୍ର, ନହେଲେ ଆପଣଙ୍କର ବି ପିଏମ୍ କିଷାନରୁ ବଞ୍ଚିତ ରହିବେ। ତେଣୁକରି ଆମର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ ଟ୍ୱିଟରେ ଜଣାଇଛନ୍ତି ଯେ ଯଥାଶୀଘ୍ର